प्रवेश कर से समय द्वारपाल मैंने भगवान संदेश दी ଶ୍ରବଣ ହେଉଛନ୍ତି ବହୁତ ମୁଖ୍ୟ। ତେଣୁକରି ଭକ୍ତି ଯୋଗରେ ପ୍ରଥମ ଅଙ୍ଗ ଦିଆହେଇଛନ୍ତି ଶ୍ରବଣ। ନବବିଧା ଭକ୍ତିରେ ପ୍ରଥମ ଅଙ୍ଗ ହେଉଛନ୍ତି ନା ନାଇଁ ଶୁଣିବା। ସେମିତି କେଉଁ ପ୍ରକାର ଶୁଣାଯିବ? ଆଜି ଯେଉଁ ଆମେ ବର୍ତ୍ତମାନ ଭାବୁଛନ୍ତି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ବା ଇଏ ପ୍ରକାର କେମିତି ନା କେମିତି କ'ଣ ଶ୍ରବଣ କରିବା ଦ୍ୱାରା ଆମେ ଭକ୍ତି ପ୍ରାପ୍ତ ହେବା ବା ତାକୁ ଶ୍ରବଣ ବୋଲି କୁହାଯିବ, ଏଇଟା ନାହିଁ। ଶ୍ରବଣ କେଉଁ ପ୍ରକାର କରିବା ଉଚିତ ଆମେ ଶୁଣିବା। ଆଉ ରୁକ୍ମିଣୀ ମା କେମିତି ଶ୍ରବଣ କରୁଥିଲେ? ଗୋଟେ ପ୍ରକାର ଶ୍ରବଣ ଚର୍ଚ୍ଚା କରିବା। କେବଳ ବହୁତ ସାରା ଲୋକ ଆସିକି ବସିବେ ଏଠି, କିନ୍ତୁ ଏଠି କ'ଣ ଚର୍ଚ୍ଚା ହେଉଛି କିଛି ବିଷୟ ମଧ୍ୟ କର୍ଣ୍ଣରନ୍ଧ୍ରରେ ପ୍ରବେଶ କରିପାରିବ ନାହିଁ। ବସିବେ, ସେ ଖେଳେ ବସିବେ। ଯଦି ଶେଷରେ ପଚାରେ କ'ଣ ଶୁଣିଲେ, କ'ଣ ତ ଗୋଟେ ଶୁଣିଲି, କିଛି ଉତ୍ତର ନାହିଁ। ଏ ହେଉଛି ଗୋଟେ ପ୍ରକାର ଶ୍ରବଣ। ଅର୍ଥାତ୍ ବସିଛନ୍ତି, ସେ କର୍ଣ୍ଣର ଯେଉଁ ପରଦା ବନ୍ଦ ଅଛି, ତେଣୁକରି ଶ୍ରବଣ ହୋଇପାରୁନି। ଦ୍ୱିତୀୟ ପ୍ରକାର ଶ୍ରବଣ ଅଛନ୍ତି, ଆସିବେ, ବସିବେ, ଶୁଣିବେ, ଏ କର୍ଣ୍ଣରେ ଶୁଣିବେ ଆଉ ଏ କର୍ଣ୍ଣ ବାହାରକୁ ପଳେଇ ଆସିବେ। ଏ ହେଉଛନ୍ତି ଦ୍ୱିତୀୟ। ତାଙ୍କୁ ବି ପଚାରିବେ କ'ଣ ଆଜ୍ଞା ଶୁଣିଲେ ବେଲେ, ଶୁଣିଲି ତ କିନ୍ତୁ କିଛି ମନ ନାହିଁ, ଶୁଣିଲି କିଛି ମଧ୍ୟ କହିପାରେ। ଇଏ ହେଉଛନ୍ତି ଦ୍ୱିତୀୟ ପ୍ରକାର ଶ୍ରବଣ। ତୃତୀୟ ପ୍ରକାର ଶ୍ରବଣ ଅଛନ୍ତି, ଏଇଟା ଆମକୁ ବହୁତ ହୁଏ ଆମମାନଙ୍କ ଭିତରେ। ଶୁଣିବା, ଜ୍ଞାନ ଗ୍ରହଣ କରିବା, ସେକେଣ୍ଡ ଯାଇ କହିବା ବଢ଼ିଆ ପ୍ରଭୁ, ବଢ଼ିଆ ସୁନ୍ଦର କହିଲେ, ବାସ୍, ଆଉ କିଛି ନାହିଁ। ପ୍ରବଚନଟା ବଢ଼ିଆ ଜବରଦସ୍ତ ଥିଲା, ମଞ୍ଜୁ କଥା କହୁଥିଲେ, ଶୁଣିଲେ କହିଦେଲେ, ବାକି ଆଉ କିଛି ନାହିଁ।
ଏଇଟା କେତେ ନମ୍ବର ହେଲା? 3 ନମ୍ବର ହେଲା। ଆଉ ଗୋଟେ ପ୍ରକାର ଶ୍ରବଣ ଅଛନ୍ତି, ଶୁଣିବେ ଭିତରୁ ଯିବ କିନ୍ତୁ କାର୍ଯ୍ୟରେ ଲଗେଇବେନି। ଏଇଠି ଶୁଣିକି କହିଦେଲେ ସେ କହିବେନି କାହାକୁ ବଢ଼ିଆ ହେଇଛି, ଶୁଣିଲେ ଭିତରୁ ଗଲା କିନ୍ତୁ କାର୍ଯ୍ୟରୁ ପରିଣତ କରିବେନି। କାଲି ଯେମିତି ଥିଲେ ଆଜି ସେମିତି ଥିଲେ, 2030ରେ ମଧ୍ୟ ସେମିତି ରହିବେ। ଆଉ 2002ରେ ଯେମିତି ଥିଲେ 2030ରେ ମଧ୍ୟ ସେମିତି ରହିବେ, କୌଣସି ପରିବର୍ତ୍ତନ ଶୁଣିବେ ମାତ୍ର। ଇଏ ହେଉଛନ୍ତି 4 ପ୍ରକାର ଶ୍ରବଣ। 5 ନମ୍ବର ଶ୍ରବଣ ଅଛନ୍ତି ମୋଷ୍ଟ ଇମ୍ପୋର୍ଟାଣ୍ଟ, ବହୁତ। ଭଗବାନ କହୁଛନ୍ତି ଭାଗବତମରେ, ଶୁଣତମ ସ କଥା ଶ୍ରଦ୍ଧୟା। କେଉଁ ଶୁଣିବା କଥା? ଶ୍ରଦ୍ଧାର ସହିତ। ତାପରେ ଗ୍ରାହ୍ୟତମ ସ୍ୱଚେଷ୍ଟିତମ, କେମିତି ଶୁଣିବା କଥା? ସେ ଯେଉଁ କ'ଣ ବିଷୟବସ୍ତୁ କହୁଛନ୍ତି ଗ୍ରହଣ କରିବା ପାଇଁ, ଓ ଏ ଯେଉଁ ବିଷୟବସ୍ତୁ ମୋତେ ଜୀବନରେ ମୋ ଭକ୍ତି ମାର୍ଗରେ କିଛି ସହାୟତା ଆସିବ। ଗ୍ରାହ୍ୟତମ ସ୍ୱ, ଚେଷ୍ଟା କରିବାକୁ ପଡ଼ିବ, ଶୁଣିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ, ଜପ କରିବା ପାଇଁ ଚେଷ୍ଟା କରିବା, ପୂଜା କରିବା ପାଇଁ ଚେଷ୍ଟା, ପ୍ରଚେଷ୍ଟା, ପ୍ରୟାସ, ଚେଷ୍ଟା ବହୁତ ମୁଖ୍ୟ ଜିନିଷ। ସ୍ୱଚେଷ୍ଟିତମ, ଚେଷ୍ଟା କରିବାର ଅଛି। ସେମିତିଆ ଶ୍ରବଣରେ କାଳେନ ନ ଅତି ଦୀର୍ଘେଣ ଭଗବାନ ବ୍ରଶତେ ହୃଦୟ। ତାଙ୍କୁ ବହୁତ ସମୟ ଲାଗିବନି, ମତଲବ ଶ୍ରବଣ କରି କରି ସେ ଚେଷ୍ଟା କରୁଛନ୍ତି ମୋର ଏ ଗୁଣ ଅଛନ୍ତି, ମୁଁ ଏ ଗୁଣକୁ ତ୍ୟାଗ କରିବି, ମୁଁ ଭଲ ଗୁଣ ଆଣିବି, ଏ ପ୍ରକାର ଯେଉଁ ଚେଷ୍ଟା ଚାଲିଛି, କାଳେନ ଅତି ଦୀର୍ଘେଣ, ବହୁତ କମ୍ ସମୟରେ ଭଗବାନ ତାଙ୍କ ହୃଦୟରେ ବସିବେ। ଭାଗବତନ କହିଛି। ଏ 5 ହେଲା। ତ 6 ନମ୍ବର ଯେଉଁ ଶ୍ରବଣ, ସେଲେକ୍ଟିଭ ଶ୍ରବଣ। ସେଲେକ୍ଟିଭ ଅର୍ଥାତ୍ କି ଏ ପ୍ରକାର ଲୀଳା କହିଲେ ହିଁ ମୋତେ ଭଲ ଲାଗେ, ଆଉ ଆତ୍ମା ପରମାତ୍ମା ଏ ଜପ ସବୁବେଳେ କର ଏମିତିଆର କହିଲେ ଆମକୁ ଭଲ ଲାଗେନି। ବହୁତ ସାରା ଲୋକ ଅଛନ୍ତି ତାଙ୍କୁ ଭଗବାନଙ୍କ ଲୀଳା ବହୁତ ଭଲ କଥା, କିନ୍ତୁ ତତ୍ତ୍ୱ ବିଷୟ ଯେତେବେଳେ କହିଲା ବେଳକୁ କହିବେ କି ନା ଏଇଟା ସେତେ ଭଲ ଲାଗୁନି ପ୍ରବଚନ। ବେଲେ ସେଲେକ୍ଟିଭ, ତାଙ୍କେ ସେଲେକ୍ଟ କରୁଛନ୍ତି କି ହଁ ଅଜାମିଳ ଚରିତ୍ର ଆଉ ଗୋବର୍ଦ୍ଧନ ଲୀଳା, ଦାମୋଦର ଲୀଳା ହବ ବେଲେ ଆକା ମୁଁ ଯାଇକି ଶୁଣିବି, ଆଉ ସବୁବେଳେ କ'ଣ ସେ ଭାଗବତଙ୍କ କଥା ଚାଲିଛି ଆମେ ଆଉ ଶୁଣିବାନି। ଏଇଟା ହେଉଛନ୍ତି ସେଲେକ୍ଟିଭ। ତାଙ୍କେ ନିର୍ଣ୍ଣୟ କରିଦେଲେ କି ମୁଁ ଏ ପ୍ରକାର ଶ୍ରବଣ କରିବି। କେତେ ହେଲା ଗଣିବେ? 6 ପ୍ରକାର। ଆଉ ସେଲେକ୍ଟେଡ଼ ଶ୍ରବଣ, ସେଲେକ୍ଟିଭ ସେଲେକ୍ଟେଡ଼, ସେ ଲୋକଟା କହିଲେ ଆକା ଶୁଣିବି। କେଉଁ ଲୋକଟା? ସିଏ ଆକା କହିଲେ ଭଲ କହେ, ବାକି ଲୋକ ଆଉ କିଏ ଭଲ କହୁନାହାନ୍ତି, ସେ ଭକ୍ତଟା କହିଲେ ହିଁ ମୁଁ ଯିବି, ସେ କ୍ଲାସ୍ରେ ଆଟେଣ୍ଡ ହେବି, ଆଉ ବାକି ଲୋକ ଯିବେନି। କେତେ ନମ୍ବର ଶ୍ରବଣ? 7 ନମ୍ବର ଶ୍ରବଣ। ଆଉ ମୋତେ କେବଳ ଶ୍ରବଣ କରିବି ଲୀଳା ବିଷୟରେ। ଆଜି ଯେଉଁ ଶ୍ରବଣ ଚର୍ଚ୍ଚା ଚାଲିବ, ଆଜି ସେମିନାର ଚାଲିଛି ଆତ୍ମର ଅଧୋଗତି କେମିତି ହେଉଛି, ସେ ପ୍ରକାର ମୁଁ ଶୁଣେ, କେବଳ ମୁଁ କହିବି ଲୀଳା ହେଲା। ତ 8 ପ୍ରକାର ଯେଉଁ ଅଛନ୍ତି, ଆମେ ପ୍ରବଚନରେ ବସିଥିବା, ମନକୁ ଲଗେଇ ଦେଇଥିବା, କେତେ ଜଲ୍ଦି ଶ୍ରବଣ ସରିଲେ, ମତଲବ କ୍ଲାସ୍ଟା ସରିଲେ ମୁଁ ପଳେଇବି। ଏ ପ୍ରକାର ମଧ୍ୟ ବହୁତ ସାରା ବ୍ୟକ୍ତି ଅଛନ୍ତି, ବସିଥିବେ କିନ୍ତୁ ମନଟା ପଳେଇଥାଏ, କେତେ ଜଲ୍ଦି ସରିବ ଭାଇ, ଘଣ୍ଟାଟେ ବସିବାର ଅଛି ଏଠି, ତୁରନ୍ତ ସରିଲା ପରେ ମୁଁ ପଳେଇବି। କେତେ ନମ୍ବର ହେଲା? 8 ନମ୍ବର ହେଲା। ଆଉ 9 ନମ୍ବର ଶ୍ରବଣ ହେଉଛନ୍ତି, ଆଗରେ ବସିଲେ ମୋବାଇଲ ଦେଖିପାରିବେନି, ପଛରେ ବସିଥିବେ, ଆସିବେ ତାଙ୍କୁ କହିଲେ ତୁମେ ଆଗକୁ ଯାଅ ବୋଲି, ନା ତୁମେ ଯାଉନ, ତୁମେ ଯାଉନ, ସେମିତି କହିକି ପଛରେ ବସିବେ। ଆଉ କ'ଣ କରୁଥିବେ? ମୋବାଇଲରେ ମେସେଜ୍ କରୁଥିବେ ବା କ'ଣ କ'ଣ ଚାଲିଥିବ ମୋବାଇଲରେ, ମୁଣ୍ଡଟା ଏମିତି ଥିବ, ମୁଣ୍ଡଟା ରଖିଥିବେ, ହଁ ମୁଣ୍ଡଟା ନାଡ଼ୁଥିବେ, ହଁ ହଁ ଠିକ୍ ଅଛି, ହଁ, ଏଇଟା ସବୁ ମୋବାଇଲ ଚାଲିଥିବ। କେତେ ନମ୍ବର ହେଲା? 9 ପ୍ରକାର। ଆଉ 10 ନମ୍ବର ଶ୍ରବଣ ହେଉଛନ୍ତି, ମୁଣ୍ଡଟା ହଲଉଥିବେ ଖାଲି, ହଁ ବଢ଼ିଆ, ହଁ ବଢ଼ିଆ, ହଁ ଖାଲି ମୁଣ୍ଡ ଚାଲିଥିବ, ଆଉ କୌଣସି ମଧ୍ୟ ରିଆକ୍ସନ୍ ନାହିଁ ତାଙ୍କର। ଇଏ ହେଉଛନ୍ତି 10। 11 ନମ୍ବର ହେଉଛନ୍ତି ଆମର, ଏଇଟା ମଧ୍ୟ ସମସ୍ତଙ୍କର ଅଭ୍ୟାସ,
ପଛରେ ବସିଥିବେ କଥା ହେଉଥିବେ, ଆମେ ଯଦି ଦେଖିଦେବା ହେ ପ୍ରଭୁ ଦେଖୁଛନ୍ତି ପ୍ରଭୁ ଦେଖୁଛନ୍ତି, ପ୍ରବଚନରେ ବସିଛେ ସେଇଠି ଆଉ ଗୋଟେ ପ୍ରବଚନ ଚାଲିଥିବ, ଆମେ ଯଦି ଦେଖିଥାଏ ବୋଲି କହିଲେ ହଁ ପ୍ରଭୁ 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 ଚୁପ୍। ପୁଣି ଆଉଥରେ ପ୍ରବଚନ ଚାଲେ, ଆଉଥରେ ବୁଟୁରୁ 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 ହେଉଥିବେ, ଆଉଥରେ ଦେଖିଦେଲେ ଆଉଥରେ ଚୁପ୍। କେତେ ନମ୍ବର? 12 ନମ୍ବର। ଏ ବସିଛନ୍ତି ପ୍ରବଚନରେ। ଆଉ 13 ନମ୍ବର ଶୁଣିବା ହେଉଛନ୍ତି ପ୍ରବଚନରେ ବସିକି ନିରାଦର କରିବା। ଏମିତି ଆମେ ଯେଉଁ କିଛି ଆକ୍ଟିଭିଟି ବ୍ୟବହାର କରିବା ଯଦ୍ୱାରା କି ପ୍ରବକ୍ତାକୁ ଡିଷ୍ଟର୍ବ ହୁଏ, ଏମିତି ହଉଥିବ, କାନ ଘଷୁଥିବେ, କାନରେ ଆଙ୍ଗୁଠି ମାରୁଥିବେ, ଗୋଡ଼ ଧୋଉଥିବେ, ଗୋଡ଼ ଉଠେଇ ଦେଉଥିବେ, ମତଲବ ଏମିତି ଅସ୍ତବ୍ୟସ୍ତ ହେଉଥିବେ ଯଦ୍ୱାରା କି ସେ ବସିଛନ୍ତି, ପ୍ରବକ୍ତାକୁ ଡିଷ୍ଟର୍ବାନ୍ସ। 13 ନମ୍ବର। 14 ନମ୍ବର ହେଉଛନ୍ତି ପ୍ରବଚନରେ ବସିକି ଜପ କରିବା। ବହୁତ ସାରା ମାତାମାନଙ୍କୁ ଦେଖିବେ, ପ୍ରଭୁମାନଙ୍କୁ ଦେଖିବେ କି ଆସିଥିବେ ପୁରା ଧାଇଁ ଧାଇଁ ଧଁ ଧପଡ଼େଇକି ଆସିବେ ପ୍ରବଚନକୁ। ପ୍ରବଚନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରବଣ କରିବା, ଶ୍ରଦ୍ଧାର ସହିତ ଶ୍ରବଣ କରିବା, ବିଶ୍ୱାସର ସହିତ ଶ୍ରବଣ କରିବା। ଆଇକି ବସିଥିବେ ଜପ କରୁଥିବେ, ହରେ କୃଷ୍ଣ ଚାଲିଥିବ ଏବଂ ଜପ ବି କରୁଥିବେ। କେତେ ନମ୍ବର ହେଲା? ଭୁଲିଗଲି। କେତେ? 15ଟା। ଷୋହଳ ନମ୍ବର ପ୍ରବଚନ ଅଛି ବହୁତ ଡେଞ୍ଜର। ପ୍ରବଚନକୁ ଆସିଲେ ଶୋଇପଡ଼ିଲେ, ଜୟ ଶିଲ ପ୍ରଭୁପାଦ କି ବୋଲେ ହଁ ଜୟ ଶିଲ ପ୍ରଭୁପାଦ କି ଜୟ ଜୟ, ଚାଲ ପ୍ରବଚନ ସରିଲା। ଜୟ ରାଧା ମାଧବ କହିକି ଓମ୍ ନମ ଭଗବତ ବାସୁଦେବ କହିଲେ ଶୋଇପଡ଼ିବେ, ସରିଲା। ଜୟ ଶିଲ ପ୍ରଭୁପାଦ ହେଲେ ମନରେ ପଳେଇଲା କି ଭାଇ ପ୍ରବଚନ ସରିଲା, ଚାଲ କୋଉଠି ପ୍ରସାଦ ପ୍ଲେଟ୍ ଧର ଖାଅ। ଡେଞ୍ଜର, ବହୁତ ଡେଞ୍ଜର। ଏ ପ୍ରକାର ଶ୍ରବଣ କରିବା ଉଚିତ ନୁହେଁ। କିନ୍ତୁ ପ୍ରାୟତଃ ଆମେ ଦେଖିବା, ପ୍ରାୟତଃ ଏ ଯେଉଁ 16-17 ପ୍ରକାରର ଯେଉଁ ଅଛନ୍ତି, ଏ ପ୍ରକାର ଆଟେଣ୍ଟିଭଲି ଶ୍ରବଣ ବହୁତ କମ୍। ଆଉ ରୁକ୍ମିଣୀ ଦେବୀ ଏ ପ୍ରକାର ଶ୍ରବଣ କରିନଥିଲେ କୃଷ୍ଣଙ୍କର କଥାକୁ। କେଉଁ ପ୍ରକାର କରିଥିଲେ ନା, ଶ୍ରବଣ କରିବା ବିଧି 12 ପ୍ରକାର ଅଛନ୍ତି। ଏଇଠି ଆମେ 15 ପ୍ରକାର ଶ୍ରବଣ ଅବିଧି, ଏ ପ୍ରକାର କରିବା ଉଚିତ ନୁହେଁ। ରୁକ୍ମିଣୀ ମା ଚାତକ ପକ୍ଷୀ ପରି ଶ୍ରବଣ କରେ। ଚାତକ ପକ୍ଷୀ କେମିତି ଶ୍ରବଣ, କେମିତି ସେ ତାର ଉଦାହରଣ କେମିତି ଦେଇପାରୁଛନ୍ତି ଆମେ ତ ଦେଖିନେ, କିନ୍ତୁ ଶାସ୍ତ୍ର ଉଲ୍ଲେଖ କରିଛନ୍ତି ଚାତକ ପକ୍ଷୀ ସବୁବେଳେ ଅନେଇକି ଥିବେ। କ'ଣ ପାଇଁ? ବର୍ଷାର ଜଳକୁ ସେ ପିଇବା ପାଇଁ। ସେମିତି ଆମେ ସବୁବେଳେ ଆଟେଣ୍ଟିଭଲି, ଅର୍ଥାତ୍ ଆମେ କର୍ଣ୍ଣକୁ ଏ ପ୍ରକାର ରଖିବା କି ସେ କର୍ଣ୍ଣ ମୋ ରନ୍ଧ୍ର, ସେ କଥା ମୋ ରନ୍ଧ୍ର ପ୍ରବେଶ କରୁ। ଯେମିତି ସେ ବର୍ଷା ପାଣିକି ଜଗିଛନ୍ତି ପିଇବା ପାଇଁ, ସେମିତି ଆମେ ହରି କଥାକୁ ଏମିତି ଅବକାଶ ଦେବା କି କର୍ଣ୍ଣ ରନ୍ଧ୍ର ପ୍ରବେଶ କରିବ, ଏ ପ୍ରକାର ରଖିବା। ଏକ ହେଉଛନ୍ତି ଚାତକ ପକ୍ଷୀ, 2 ହେଉଛନ୍ତି ହରିଣ। ହରିଣକୁ ଯଦି ବହୁତ ସୁନ୍ଦର କିଛି ମୁରଲି ଶବ୍ଦ ବାଜେ, ସେ ସବୁ କାମ ଛାଡ଼ିକି ପୁରା ଆଟେଣ୍ଡ ହେବ। ସେମିତି 2ୟ ନମ୍ବର ଶ୍ରବଣ, ଯେଉଁ ବି ଅଛନ୍ତି ସବୁ ତ୍ୟାଗ କରିକି ଶ୍ରବଣ ଉପରେ ଆମେ ଧ୍ୟାନ ଦେବାକୁ ପଡ଼େ। 2 ତୃତୀୟତଃ ଆମ ପାଖରେ ମାନେ ବଗ ପରି ଶ୍ରବଣ କରିବା ପାଇଁ କହିଲେ। କିନ୍ତୁ ବଗ ଅବଭିୟସଲି ସେ ଗୋଟେ ମାଛ ପାଇଁ ଧ୍ୟାନ କରୁଥିବ, ଗୋଟେ ଗୋଡ଼ରେ ଛିଡ଼ା ହେଇକି ସେ ଦେଖୁଥିବ ମାଛ କ'ଣ ଯାଉଛି, ଆମର ତ ସେଇଟା ଉଦ୍ଦେଶ୍ୟ ନୁହେଁ। ସେମିତି ହଲଚଲ, ଅର୍ଥାତ୍ ଏମିତି ଶ୍ରବଣ କରିବା ଯଦ୍ୱାରା କି ଟିକେ ଯଦି ଆମେ ହଲୁଛେ ବା ଗୋଡ଼ ହଲଉଛେ, ମନଟା ସେଇଠି ଯାଉଛି।
ଏମାନଙ୍କର ଜଣେ ଶିଲ ପ୍ରଭୁପାଦଙ୍କ ପ୍ରବଚନ ସମୟରେ ବ୍ରହ୍ମାନନ୍ଦ ସ୍ୱାମୀ ବସିକି ଏମିତି ଏମିତି ଗୋଡ଼ ହଲାଉଥିଲେ। ତ ପ୍ରଭୁପାଦ କହିଲେ ଆପଣ ଶ୍ରବଣରେ ବସିଛନ୍ତି କିନ୍ତୁ ମନ ଅନ୍ୟ କୁଆଡ଼େ ଅଛି। ଜାଣିଦେଲେ ପ୍ରଭୁପାଦ କେଉଁଠି ଅଛି ନା ଯଦି ଗୋଡ଼ ହଲୁଛି ମନ ସେଇଠି କାମ କରୁଛି। ବୁଝିପାରୁଛନ୍ତି? ଶ୍ରବଣ କରିବା ପାଇଁ ମାଛ ପରି ଶ୍ରବଣ କରିବା ପାଇଁ କହିଲେ। ମାଛର ଅଲରେଡ଼ି ସେ ଶୋଇଲେ ମଧ୍ୟ ତାର ଆଖିରେ ପତା ନେଇ ଇନ୍ଦିଆ ଶୋଇଥିବ। ଯେମିତି ଆମେ ଶ୍ରବଣ କରିବା ସମୟରେ ଶ୍ରବଣ କରି କରି କେଉଁ ଅବସ୍ଥା ହେଇଥିଲା ଜଗନ୍ନାଥ ବଳଭଦ୍ର ସୁଭଦ୍ରଙ୍କର ଯେଉଁ ରୂପ ହେଇଥିଲା ନାଇଁ କ'ଣ ଶ୍ରବଣରେ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ଓ ଭଗବାନଙ୍କ ଲୀଳା କଥା ଏତେ ମାଧୁର୍ଯ୍ୟ, ଆଖି ପୁରା ଖୋଲା କରିକି। ଶ୍ରବଣର ଗୋଟେ ବିଧି, ଆମେ ଶ୍ରବଣ କରିବା ସମୟରେ ଷ୍ଟ୍ରେଟ୍ ବସିବା, ଆଖି ଓପେନ୍ ରହିବ ଆଉ କର୍ଣ୍ଣ ଏ ପ୍ରକାର ରହିବ। ଏଇଟା ହେଉଛନ୍ତି ବିଧି। ତେବେ ଆମେ ସୁନ୍ଦର ଭାବରେ ଶ୍ରବଣ କରିପାରିବା। କେମିତି ଶ୍ରବଣ କରିବା? ଆଶ୍ଚର୍ଯ୍ୟଜନକ। ବାଃ, ବଢ଼ିଆ କଥା ଥିଲା ଯେ, କି ଲୀଳା କଥା ଥିଲା, କି ସୌଭାଗ୍ୟ ମୋର ଆଜି କି ଭଗବାନଙ୍କର ହରି କଥା ଶୁଣିବା ପାଇଁ ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା। କାହାକୁ ମିଳୁଛି ଏ ପ୍ରକାର ମନୋଭାବ ଆସିବା କଥା। ଶୁଣୁନାହାନ୍ତି, ଯଦି ଆମେ ଏ ସମୟରେ ଏଠି ଉପସ୍ଥିତ ନଥିଲେ କ'ଣ କରିଥାନ୍ତେ? ନା କ'ଣ କରିଥାନ୍ତେ? କିଛି ନା କିଛି କରିଥାନ୍ତେ। ଆଉ ଯେଉଁମାନେ ଏଠି ନାହାନ୍ତି ବର୍ତ୍ତମାନ କିଛି ନା କିଛି ଅନ୍ୟ କରୁଥିବେ, ଶୋଇବେ ବା ମୋବାଇଲ ଦେଖିବେ ବା କ'ଣ ସବୁ କରିବେ। ବହୁତ ବାଜିଲେ କ'ଣ କରୁଥିବେ ଏ ସମୟରେ? ଦେଖନ୍ତୁ ଏବେ 8ଟା ଥିଲା, କି ଗାଧେଇଥିବେ, କି ଉଠୁଥିବେ, କି ବ୍ରସ୍ କରୁଥିବେ, କି ଟିଫିନ୍ କରୁଥିବ। କିନ୍ତୁ ଆମର ପରମ ସୌଭାଗ୍ୟ, ଆମେ ଏ ସୌଭାଗ୍ୟକୁ ଆମେ କେବେ ମଧ୍ୟ ଅନୁଭୂତି କରିପାରୁନେ। କେତେ ସୌଭାଗ୍ୟ ଆମକୁ ମିଳିଛି। ଜୀବର ପ୍ରଥମ ସୌଭାଗ୍ୟ ହେଉଛନ୍ତି ସେ ରାସ୍ତାରେ ଯାଉ ଯାଉ ଜଣେ ବୈଷ୍ଣବକୁ ଯେବେ ଦର୍ଶନ କରୁଛି, ତାର ସେଦିନଠୁ ପ୍ରଥମ ସୌଭାଗ୍ୟ ଷ୍ଟାର୍ଟ ହେଲା। ଆମ୍ଭେମାନେ ଯେଉଁ ବି ଏଠି ବସିଛନ୍ତି କୌଣସି ନା କୌଣସି ଗୋଟେ ବୈଷ୍ଣବଙ୍କ ଦ୍ୱାରା ହିଁ ଆମେ ଆସିଛନ୍ତି ଏଠି। ସେ ବୈଷ୍ଣବକୁ ଦର୍ଶନ ମିଳିଛି, ସେ ଦ୍ୱାରା ଆମେ ଏଠି ଆସିଛନ୍ତି। ପ୍ରଥମ ସୌଭାଗ୍ୟ। ଦ୍ୱିତୀୟ ସୌଭାଗ୍ୟ ହେଉଛନ୍ତି ଶୁଦ୍ଧ ବୈଷ୍ଣବଙ୍କ ମୁଖରୁ ହରିକଥା ଶ୍ରବଣ କରିବା, ଦ୍ୱିତୀୟ ସୌଭାଗ୍ୟ। ଆଉ ତୃତୀୟ ସୌଭାଗ୍ୟ ହେଉଛନ୍ତି ମୃତ୍ୟୁ ସମୟରେ ଭକ୍ତଙ୍କ ବୃନ୍ଦରେ ହରିନାମ ଶୁଣିକି ମରିବା। ଏ ସଂସାରରେ ଏ ତିନିଟା ହେଉଛନ୍ତି ସୌଭାଗ୍ୟ ବସ୍ତୁ। ବୈଷ୍ଣବ ଦର୍ଶନ, ବୈଷ୍ଣବର କଥା ଶ୍ରବଣ ଆଉ ବୈଷ୍ଣବଙ୍କର ହରିନାମ ଶୁଣି ଶୁଣି ଶରୀର ତ୍ୟାଗ କରିବା। ଏ ତିନିଟାରୁ ଆଉ ସୌଭାଗ୍ୟ ବସ୍ତୁ କିଛି ନାହିଁ। କୁହନ୍ତୁ ଥିଲେ? ଏତେ ସହଜ ନୁହେଁ। ତ ବୈଷ୍ଣବଙ୍କର ତ ବୈଷ୍ଣବ କିଏ? ଯଦି ଆମେ ଭାବିବା ବୈଷ୍ଣବ କିଏ, ଆମେ ହଁ ବିଷ୍ଣୁ ଭକ୍ତ ବୈଷ୍ଣବ ନା। ଏଇଟା ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗରୁଡ଼ ପୁରାଣରେ କହୁଛନ୍ତି। ଏଇଟା ଚୈତନ୍ୟ ଚରିତାମୃତ ଆଦିଲୀଳା 3.222 ନମ୍ବର ଶ୍ଲୋକରେ କୁହାଯାଇଛି। କିଏ ବୈଷ୍ଣବ କହୁଛନ୍ତି ଶୁଣିବେ। ବ୍ରାହ୍ମଣାନାଂ ସହସ୍ରେଭ୍ୟୋ ସତ୍ରାଜାଜି ବିଶେଷତଃ। କହିଲେ ଗାଁରେ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ସେମାନେ ହଜାର ହଜାର ବ୍ରାହ୍ମଣଙ୍କ ମଧ୍ୟରୁ ବିଶେଷତଃ ଅର୍ଥାତ୍ ବିଶେଷ ବ୍ରାହ୍ମଣ ସିଏ ନା ଯଜ୍ଞ କରୁଥିବା ବ୍ରାହ୍ମଣ। ସାଧାରଣ ବ୍ରାହ୍ମଣଠୁ ଯଜ୍ଞ କରୁଥିବା ବ୍ରାହ୍ମଣ ବିଶେଷତଃ। ସତ୍ରାଜାଜି ସହସ୍ରେଭ୍ୟ ସର୍ବ ବେଦାନ୍ତ ପାରଙ୍ଗମ। ଯଜ୍ଞ କରୁଥିବା ବ୍ରାହ୍ମଣଠୁ ମଧ୍ୟ ବେଦ ପାଠରେ ପାରଙ୍ଗମ, ସେ ବ୍ରାହ୍ମଣ ବିଶେଷତଃ। ବୁଝିଲା? ସର୍ବ ବେଦାନ୍ତ ପାରଙ୍ଗମ ବିଟକତ୍ୟା
ବିଷ୍ଣୁ ଭକ୍ତ ବିଶେଷତଃ ବୁଝିଲା। ସାଧାରଣ ବ୍ରାହ୍ମଣଠୁ ଯଜ୍ଞ କରୁଥିବା ବ୍ରାହ୍ମଣ ଶ୍ରେଷ୍ଠ, ଯଜ୍ଞ କରୁଥିବା ବ୍ରାହ୍ମଣଠୁ ବେଦ ପାଠ ପଢ଼ୁଥିବା ବ୍ରାହ୍ମଣ ଶ୍ରେଷ୍ଠ, ବେଦ ପାଠ ବ୍ରାହ୍ମଣଙ୍କଠୁ ମଧ୍ୟ ଜଣେ ବିଷ୍ଣୁ ଭକ୍ତ ଶ୍ରେଷ୍ଠ କୁହାଯାଇଛି। କିନ୍ତୁ ବିଷ୍ଣୁ ଭକ୍ତ ବହୁତ ଅଛନ୍ତି। ଆମେ ମଧ୍ୟ ବୈଷ୍ଣବ ବା ବାହାର ଲୋକ ମଧ୍ୟ କେତେ ଜଣ ତିଲକ ନ ଲଗେଇ ସବୁବେଳେ ସେ ବିଷ୍ଣୁ ମନ୍ଦିର ଯିବେ, ମାଛ ମାଂସ ଖାଆନ୍ତୁ, ବହୁତ ସାରା ଲୋକ ମଧ୍ୟ ଅଛନ୍ତି। କିନ୍ତୁ କୁହାଯାଇଛି ବୈଷ୍ଣବ ନାମ ସହସ୍ରେଭ୍ୟ ଏକାନ୍ତଙ୍କ ବିଶେଷତଃ। ଏକାନ୍ତ୍ୟକ ଅର୍ଥାତ୍ ସମସ୍ତେ ବୈଷ୍ଣବ, କିନ୍ତୁ ଏକା ରହିବା ସମୟରେ କ'ଣ କରୁଛନ୍ତି ସେ ଭକ୍ତ ଶ୍ରେଷ୍ଠ। ଆମେ ଏବେ ଭକ୍ତ ସଙ୍ଗରେ ବସିଲେ ଜପ କରିବା, କୀର୍ତ୍ତନ କରିବା, ନଥିଲେ ମଧ୍ୟ ଆମକୁ ଶ୍ରଦ୍ଧା ଆସିବ। କିନ୍ତୁ ସେ ବସ୍ତୁ ଯେବେ ଏକା ସମୟରେ ରହୁଛନ୍ତି, ତ ସେ ଏକା ଯେଉଁ ଭକ୍ତ କଥା କହୁଛି, ସେ ବୈଷ୍ଣବ ନିରନ୍ତର କୃଷ୍ଣଙ୍କର ସେବା, ନିରନ୍ତର କୃଷ୍ଣଙ୍କର ଶ୍ରବଣ, ନିରନ୍ତର ସବୁବେଳେ ଜପ, ନିରନ୍ତର କେବଳ କୃଷ୍ଣ କଥା ଶୁଣିବା, କୃଷ୍ଣ କଥା କହିବା, ଏମିତିଆ ଭକ୍ତ ବୈଷ୍ଣବଙ୍କ ମଧ୍ୟରେ ଶ୍ରେଷ୍ଠ। ସମସ୍ତେ ବୈଷ୍ଣବ, କିନ୍ତୁ ନିରନ୍ତର ନାହିଁ। ଇଏ ହେଉଛନ୍ତି ବୈଷ୍ଣବ। ଆଉ ଏମିତିଆ ବୈଷ୍ଣବଙ୍କର ଦର୍ଶନ ବିଶେଷତଃ। ତ ଆମର ଆଚାର୍ଯ୍ୟ ବୃନ୍ଦ, ଭକ୍ତ ବୃନ୍ଦ, ଆପଣମାନେ ସମସ୍ତେ ଭଗବାନଙ୍କର ଯେଉଁ ଏଇଟା ଧାମ କୁହାଯାଏ। ଭଗବାନ ଯେଉଁଠି ଅଛନ୍ତି ସେଟାକୁ ଧାମ କୁହାଯାଏ। ତ ଶ୍ରବଣ ଏ ପ୍ରକାର କରିବା ଉଚିତ ଶୁଦ୍ଧ ବୈଷ୍ଣବମାନଙ୍କ ମୁଖରୁ। ହେଲା, 3 ପ୍ରକାର ସୌଭାଗ୍ୟ ମନେ ଅଛି ନାହିଁ? ଏ ସଂସାରରେ 3 ପ୍ରକାର ସୌଭାଗ୍ୟ: ବୈଷ୍ଣବଙ୍କ ଦର୍ଶନ, ବୈଷ୍ଣବ ମୁଖର କଥା ଶ୍ରବଣ, ଆଉ ମରିଲା ସମୟରେ ତାଙ୍କ ମୁଖରୁ ହରିକଥା। ଏ 3ଟା ବସ୍ତୁ ଠାରୁ ଆଉ କିଛି ମଧ୍ୟ ନାହିଁ। ତ ଚାତକ ପକ୍ଷୀ ପରି ଶ୍ରବଣ କରିବା, 1 ହରିଣ ପରି, 2 ବଗ ପରି, ମାଛ ପରି। ଆଉ ଶ୍ରବଣ ପାଇଁ ଶ୍ରବଣର ଆସ୍ୱାଦନ କରିବା ଉଚିତ। ଆସ୍ୱାଦନ, ଯେମିତି ପ୍ରସାଦକୁ ଆମେ ଆସ୍ୱାଦନ କରୁଛନ୍ତି, ହରିନାମକୁ ଆସ୍ୱାଦନ କରୁଛନ୍ତି, ସେମିତି ଶ୍ରବଣକୁ ମଧ୍ୟ ଆସ୍ୱାଦନ କରିବା ଦ୍ୱାରା କୌଣସି ପ୍ରକାର ନିଦ, କୌଣସି ପ୍ରକାର ଥକାନ। ଆପଣ ଯଦି ପୂର୍ବରୁ ପଢ଼ିଥିବେ, ଯେତେବେଳେ ରୁକ୍ମିଣୀ ମା ଲେଖୁଛନ୍ତି ନାଇଁ, ରୁକ୍ମିଣୀ ମା କହୁଛନ୍ତି ଆମ ସମସ୍ତଙ୍କୁ କ'ଣ କହୁଛନ୍ତି ନା, ଶ୍ରବଣ ଦ୍ୱାରା କ'ଣ କ'ଣ ହେଇଛି ସେମାନଙ୍କୁ। କେତେ ନମ୍ବର ଶ୍ଲୋକ? ହଁ, 4 ପ୍ରକାର। କ'ଣ କ'ଣ କହିଲେ? ଏଇଟା ହେଉଛନ୍ତି ରୁକ୍ମିଣୀ ଉବାଚ। ଶ୍ରବଣ କରିବା ଦ୍ୱାରା କ'ଣ ଦୂର ହେବ କହୁଛନ୍ତି? ଶ୍ରୀ ରୁକ୍ମିଣୀ କହିଲେ, ବ୍ରାହ୍ମଣଙ୍କ ଦ୍ୱାରା ପାଠ କରାଯାଇଥିବା ତାଙ୍କ ଚିଠିରେ, ହେ ଭୁବନ ସୁନ୍ଦର। ଭଗବାନଙ୍କୁ ଲେଖୁଛନ୍ତି, ଲେଟର ଲେଖୁଛନ୍ତି ରୁକ୍ମିଣୀ ମା, ଭୁବନ ସୁନ୍ଦର। ଭୁବନ ଅର୍ଥାତ୍ ଏ ଅନନ୍ତ କୋଟି ବ୍ରହ୍ମାଣ୍ଡଙ୍କର ସବୁଠାରୁ ସୁନ୍ଦର ଯିଏ ଅଛନ୍ତି, ସେ ହେଉଛନ୍ତି ଭଗବାନ କୃଷ୍ଣ। ଥରେ ଏ ପ୍ରକାର ଭୁବନ ସୁନ୍ଦର ବିଷୟରେ ପ୍ରଭୁପାଦଜୀ ମାୟା ବିଷୟରେ କହିଲେ, ଆଉ ସୁନ୍ଦର ବିଷୟରେ କହିଲେ। ଥରେ ଏୟାରପୋର୍ଟରେ ସବୁ ଭକ୍ତ ବସିଛନ୍ତି, ବ୍ରହ୍ମଚାରୀ 10 ଜଣ ବସିଛନ୍ତି, ଆଉ ଫ୍ଲାଇଟ୍ ପାଇଁ ଅପେକ୍ଷା ଅଛି। ସେ ସମୟରେ ଏୟାର ହୋଷ୍ଟେଜ୍ ଦେଖିଥିବେ ଆପଣମାନେ, ସେ ଝିଅ ବହୁତ ସୁନ୍ଦର ଥିବେ, ଛୋଟ ଛୋଟ କପଡ଼ା, ଲିପଷ୍ଟିକ୍ ସବୁ ଲଗେଇକି ବୁଲୁଥିବେ। ସେ ସମୟରେ ଜଣେ ଭକ୍ତ କ'ଣ କରୁଛନ୍ତି, ଜପ କରୁଛନ୍ତି। ତାଙ୍କର ମନ ସେ ସୁନ୍ଦରୀ ସ୍ତ୍ରୀ ପ୍ରତି ଆକର୍ଷିତ ହେଲା। ସେ ଚାଲି 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 ଏମିତି ଯାଉଛନ୍ତି। ଏ ବ୍ରହ୍ମଚାରୀ ମଧ୍ୟ ଜପ କରି 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 ଦେଖୁଛନ୍ତି। ଜପ କରି 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 ଯେତେବେଳେ ଦେଖିଲେ ଯିବା ସମୟରେ, ସେତେବେଳେ ତାଙ୍କ ମନକୁ ଆସିଲା, ଆରେ ମୁଁ ଯେଉଁ ଝିଅକୁ ଦେଖୁଛି, ଏ ଦେଖିବା ସମୟରେ ପ୍ରଭୁପାଦଜୀ ମଧ୍ୟ ଦେଖୁଥିବେ। ସେ ଯେତେବେଳେ ପ୍ରଭୁପାଦଜୀଙ୍କର ଅନେଇଲେ, ପ୍ରଭୁପାଦଜୀ ଦେଖୁଛନ୍ତି।
ସମାନ ସେ ଗେରୁଆ ବସ୍ତ୍ର ସବୁ ଯାକ ପାଣି ପାଣି ହେଇଗଲା, ଝାଳ ପଡ଼ି। ଗୁରୁ ନାହିଁ, ଗୁରୁ ଗୋଟେ ଝିଅକୁ ଦେଖିବା ସମୟରେ ଗୁରୁ ଦେଖୁଛନ୍ତି ଅବସ୍ଥା କ'ଣ। ଥରିଲେ ପୁରା, କମ୍ପନ ହେଲା। ଫିର ବି ଶିଲ ପ୍ରଭୁପାଦଜୀ ସ୍ମାଇଲ୍ କଲେ, କହିଲେ ମାୟା କେତେ ପ୍ରବଳ ଜାଣିଛ? କହିଲେ ତମର ଗୁରୁଦେବ ବସିଛନ୍ତି, ପ୍ରଭୁପାଦ ବସିଛନ୍ତି, ଆଉ ହାତରେ ଯୁଗ ଧର୍ମର ନାମ ଚାଲିଛି, ଫିର ବି ତମେ ଦୁଷ୍ଟି ସ୍ତ୍ରୀ। କ'ଣ ପାଇଁ ହେଲା ନା ସେ ସୁନ୍ଦର ଅଛି। ତ ପ୍ରଭୁପାଦ ଏ କଥା କହୁଛନ୍ତି, ଯିଏ ଏ ଯେଉଁ ସ୍ତ୍ରୀକୁ ବନେଇଛନ୍ତି ବୋଲି ଆପଣ ଆକର୍ଷିତ ହେଉଛନ୍ତି ସୁନ୍ଦର, ଆମେ ଯାହାକୁ ଆରାଧନା କରୁଛନ୍ତି ସିଏ ହେଉଛନ୍ତି ଭୁବନ ସୁନ୍ଦର। ଅନନ୍ତ କୋଟି ବ୍ରହ୍ମାଣ୍ଡଙ୍କର ସୁନ୍ଦର ହେଉଛନ୍ତି ଭଗବାନ କୃଷ୍ଣ। ତା ପ୍ରତି ଆମେ ଧ୍ୟାନ ଲଗାଇବା କଥା। ଯଦି ମଳମୂତ୍ର ବିସର୍ଜନ କରିବା, ଯଦି ସ୍ତ୍ରୀ ପ୍ରତି ବା ଯେ ଶରୀର ପ୍ରତି ତୁମେ ଧ୍ୟାନ ଲଗେଇକି ଏତେ ଆଶ୍ଚର୍ଯ୍ୟ ହେଇଗଲ, ଯାହା ଦେହରେ କୌଣସି ମଳ ନାହିଁ, ଅଚିନ୍ତ୍ୟ, କ'ଣ ସେଇଟା ଭଗବାନଙ୍କ ଶରୀର କାହା ସହିତ ଗଢ଼ା ହେଇଛି? ସବୁବେଳେ ମହୁ ବାହାରୁଥିବ, ସବୁବେଳେ ସୁଗନ୍ଧ ବାହାରୁଥିବ, କୌଣସି ରକ୍ତ ମଳମୂତ୍ର ଶରୀର ନାହିଁ। ସେ ଶରୀର କେମିତି ଥିବ ଚିନ୍ତା କରିବାକୁ ପଡ଼ିବ। ତେଣୁ ରୁକ୍ମିଣୀ ମା ଲେଖୁଛନ୍ତି, ହେ ଭୁବନ ସୁନ୍ଦର, ଆପଣଙ୍କର ଯେଉଁ ସମସ୍ତ ଗୁଣବଳୀ କଥା ଶ୍ରୋତାର ସ୍ମୃତି ଗୋଚର ହୁଏ, ହେଲା, ଆପଣଙ୍କର ଯେଉଁ ଲୀଳା ସବୁଯାକ ଶ୍ରୋତାର ଗୋଚର ହେବ, ଅର୍ଥାତ୍ ଭିତରୁ ଯେତେବେଳେ ଯାଉଛି ସେମାନଙ୍କ ଶରୀର କ୍ଲେଶ ଦୂର ହେଇଯିବ, କଷ୍ଟ। ଶ୍ରବଣର ଗୋଟିଏ ମୁଖ୍ୟ ଅଙ୍ଗ ହେଉଛନ୍ତି, ଯେତେ ବି ଆମେ କଷ୍ଟ ପଡ଼ିକି ଆସିଥିବା, ଯେତେବେଳେ ସୁନ୍ଦର ଭାବରେ ଶ୍ରବଣ କରିବା, ଆମ ଶରୀର ଥକାନ କ୍ଲେଶ ସବୁ ଦୂର ହେଇଯିବ। ଭାବିବା କି ଆଜି ମୁଁ ବହୁତ ସୁନ୍ଦର ଶ୍ରବଣ କଲି। ନା ନାହିଁ, ଆଗକାଳରେ ଲୋକମାନେ, ପ୍ରଭୁପାଦଜୀ ଭାଗବତମ ଲେଖୁଛନ୍ତି କି ତାଙ୍କ ବିଷୟରେ ଲେଖୁଛନ୍ତି କି ଆମେ ଯେତେବେଳେ କାଲକାଟାରେ ରହୁଥିଲୁ, ଶ୍ରବଣ କରୁଥିଲୁ, ସେ ସମୟରେ ଲଣ୍ଠନ ଧରି ଯାଉଥିଲେ ଶୁଣିବା ପାଇଁ, କଥା ଶୁଣିବା ପାଇଁ, ରାମ କଥା, ମହାଭାରତ, ରାମାୟଣ ସବୁ ଶୁଣିବା ପାଇଁ ଲଣ୍ଠନ ଧରି ଯାଉଥିଲେ। ଆଉ ସବୁ ଏ ପ୍ରକାର ଯାଉଥିଲେ ବହୁତ ଉତ୍ସାହର ସହିତ। ଚାଲ ଚାଲ ଚାଲ, କଥା ଷ୍ଟାର୍ଟ ହେଇଗଲା। ଆମେ ଆଜି ଦିନସାରା ବିଲରେ କାମ କରିକି ଆସୁଛନ୍ତି, ଲେଟ୍ ହେଇଗଲା, ଚାଲ ଚାଲ ଲଣ୍ଠନ ଧରିକି ତୀବ୍ରରେ ଯାଉଛି। ଆଉ ସେଇଟା ମଧ୍ୟ 2 କିଲୋ 3 କିଲୋ 5 କିଲୋମିଟର ପର୍ଯ୍ୟନ୍ତ ଯାହା ଯାହା ଗାଁରେ ଅଛି କରୁଥିଲେ, ଆଉ ଯାହା ଗାଁରେ ନାହିଁ ଅନ୍ୟ ଗାଁକୁ ଆସୁଥିଲେ। ଉତ୍ସାହର ସହିତ ଲଣ୍ଠନ ରଖି ଶ୍ରଦ୍ଧାର ସହିତ ଶୁଣୁଥିଲେ। ଶୁଣିବା ଦ୍ୱାରା ଦିନସାରା ଯେଉଁ କଷ୍ଟ ପଡ଼ୁଥିଲେ ସେମାନେ ବିଲରେ, ଶାବଳ ବା ଯେଉଁ ବି କାଦ ଏକାନି ସେକାନି କରିବା ବା ତଳି ରୋଇବା, ସବୁ କ୍ଲେଶ ଦୂର ହେଉଥିଲା। ପୁଣି ସବୁ କ୍ଲେଶ ଦୂର ହେବା ପରେ ଆରାମରେ ହରିକଥା ଶ୍ରବଣ କରିକି ଶୟନ କରୁଥିଲେ। ତେଣୁକରି ଏଠି କହୁଛନ୍ତି, ସେମାନଙ୍କ ଶରୀର କ୍ଲେଶ ଦୂର କରେ। ଆଉ ଶ୍ରବଣ ଦ୍ୱାରା ଆପଣଙ୍କର ଯେଉଁ ରୂପଟି ଦର୍ଶନ କରି ସମସ୍ତ ଆକାଂକ୍ଷିକା ପୂର୍ଣ୍ଣ ହୋଇ ସେ ପ୍ରକାର ମଧ୍ୟ ଶ୍ରବଣ କରିବା ଉଚିତ। ହେ କୃଷ୍ଣ କହୁଛନ୍ତି, ଏ ପ୍ରକାର ଶ୍ରବଣ କରିବା ପାଇଁ ଚେଷ୍ଟା କରେ। ତ ଶ୍ରବଣର ଆସ୍ୱାଦନ ହେବାର ଅଛି। ଇଏ ହେଉଛନ୍ତି 7 ନମ୍ବର। ଆଉ ଶ୍ରବଣ ପାଇଁ ଲାଲଚମୟ ଶ୍ରବଣ। ଆଜି ଶ୍ରବଣ ମିଳିଛି, ମୋ ସୌଭାଗ୍ୟ, ମୁଁ ଆଜି ବଞ୍ଚିଛି, ହରି କଥା ଟିକେ ଶୁଣିବି। ଲାଲଚମୟ ଶ୍ରବଣ। ହଁ, କିଛି ଅସୁବିଧା ନାହିଁ, କାଲି ବି ଶ୍ରବଣ ଚାଲିଥିଲା, ଆଜି ବି ଶ୍ରବଣ ଚାଲିଛି, ନ ଗଲେ କ'ଣ କହିବେ ପରା ପ୍ରେସିଡେଣ୍ଟ, କ'ଣ ପାଇଁ ତୁମେ ଶ୍ରବଣ କାଶିନେ ବୋଲି ପଚାରିଦେବେ ପରା। ଚାଲ ବସିବା, ଶୁଣିଦେବା ଟିକେ, କଡ଼ା କିଏ ହେଉଛି, ଘଣ୍ଟାଟି ଟିକେ ଆଡ଼େ ସେଡ଼େ କରିଦେଲେ ହେଇଗଲା। ନା ନା ନା, ଏ ଶ୍ରବଣ ଦ୍ୱାରା କୌଣସି ଫଳପ୍ରଦ ହେବନି। କାହିଁକିନା ପ୍ରଥମରେ ହିଁ ଆମର କାନକୁ ବ୍ଲକ୍ କରିଦେଲେ, ଆଉ କିଛି ମଧ୍ୟ ପଶିବନି। ତେଣୁକରି ଲାଲଚମୟ ହେବାର ଅଛି। ଯାଅ, ମୋତେ ଆଜି ଭଗବାନଙ୍କ କୃପା, ଶ୍ରୀ ରାମ ଗୋବିନ୍ଦ ମୋତେ କୃପା କରୁଛନ୍ତି ହରି କଥା ଶୁଣିବା ପାଇଁ। ମୁଁ କେଉଁ ପ୍ରକାର ସ୍ଥିତିରେ ଥିଲି, ଆଜି ମୁଁ କେଉଁଠି ବସିଛି, ସାଧୁଙ୍କ ସାମ୍ନାରେ, ଭଗବାନଙ୍କ ସାମ୍ନାରେ, ବା ବା ବା, କି ସୌଭାଗ୍ୟ ମୋର। ଲାଲଚମୟ ଶ୍ରବଣ ହେବା କଥା।
ଆଉ ଶ୍ରବଣ ପାଇଁ ଉତ୍ସାହମୟୀ। ଆମେ ଦେଖିବାକୁ ପାଉଛେ କି ସମସ୍ତେ ଗାଡ଼ି ଘୋଡ଼ା ବହୁତ ଆସିବେ। ଦେଖନ୍ତୁ ରବିବାର ଦିନ ବା ଫେଷ୍ଟିଭାଲରେ ଗାଡ଼ି ଘୋଡ଼ା କିଏ କାରରେ କିଏ ବାଇକ୍ରେ ଘୁଁ ଘାଁ କରିକି ସବୁ ପଳେଇ ଆସିବେ। କିନ୍ତୁ ଶ୍ରବଣ ସମୟରେ ଏ ମନ୍ଦିର ଚାରି ପାଖରେ ଥିବେ, ସବୁ ଏଇଠି ନଥିବେ। ଏଇଠି ଗୋଟେ 10-15 ଜଣ ବସିଥିବେ, ବାକି କି ସେ ମୋବାଇଲ ଦେଖି କି କଥାବାର୍ତ୍ତା ହେଇକି କି 4-5 ଜଣ ଜପ କରି ସେ ଜାମ ଗଛ ତଳେ କିଏ ବରଗଛ ତଳେ କିଏ ସେଆଡ଼େ ପଳେଇଥିବେ, ସେ ଗୌଶାଳା ଏଇଠି ଶ୍ରବଣ ଚାଲିଥିବ। କିନ୍ତୁ ଆସିଲେ କ'ଣ ପାଇଁ? ମନ୍ଦିରକୁ ଆସିବା ମୁଖ୍ୟ ଉଦ୍ଦେଶ୍ୟ ଶ୍ରବଣ ଦର୍ଶନ। ଆଉ ଦର୍ଶନ ମଧ୍ୟ କେମିତି ହେବ? ମୁଁ କହିବି ଶ୍ରୀ ରାମ ଗୋବିନ୍ଦକୁ ଆଜି ବହୁତ ସୁନ୍ଦର, କେତେ ସୁନ୍ଦର ବଢ଼ିଆ ବଢ଼ିଆ ଫୁଲ, ହଁ ଧଳା ଫୁଲ, ହଳଦୀ ରଙ୍ଗର ଫୁଲ, ତୁଳସୀ ଲଗା ହେଇଛି, କେତେ ସୁନ୍ଦର ଶୃଙ୍ଗାର କରୁଛନ୍ତି। କଥା ଦ୍ୱାରା ଗୋବିନ୍ଦକୁ ଦର୍ଶନ ହେଇଯିବ, ଖାଲି ଦେଖିବା ଦ୍ୱାରା ହେବନି। ହେଲେ ଉତ୍ସାହ ନାହିଁ। ଆଇଲେ ଉତ୍ସାହରେ, ମନ୍ଦିରକୁ ଯିବାର ଯେଉଁ ଉତ୍ସାହ ଥିଲା ତାପରି ଉତ୍ସାହ ରହିବା କଥା ଶ୍ରବଣରେ। ହେଲେ ଦେଖିବେ ଏଇଠି ଗୋଟେ 10-15 ଜଣ ବସିଥିବେ, ବାକି ସବୁ ଯାତ୍ରା ପରେ ବୁଲୁଥିବେ। କିଏ ବୁକ୍ ଷ୍ଟଲ୍, ଠିକ୍ ଅଛି, ବୁକ୍ ଷ୍ଟଲ୍ ଯିବା କଥା, ଧୂପକାଠି କିଣିବା କଥା ନା ନାହିଁ, ତେଲ କିଣିବା କଥା, କେବେ କେବେ କିଣିବା କଥା, ଏଇଟା ମଧ୍ୟ ଆମକୁ ବୁଦ୍ଧିମାନ ହେବା ପଡ଼ିବ। କେଉଁ ସମୟରେ କିଣିବା କଥା? ଶ୍ରବଣ ସରିଲା, ପ୍ରସାଦ ପାଇଲେ ବୁକ୍ ଷ୍ଟଲ୍ କିଏ ଉଠେଇ ଦେବେନି। ଆମର ଭକ୍ତମାନେ ଆମେ ଯିବା ନ ପର୍ଯ୍ୟନ୍ତ କେବେ ବହି ଉଠେଇବେନି, ସେ ଷ୍ଟଲ୍ ଲାଗିଥିବ। କିନ୍ତୁ ଆମକୁ ତନ୍ଦ୍ରା, ତନ୍ଦ୍ରାର ଅର୍ଥ ଶ୍ରବଣ ମୁଣ୍ଡ ବଥା। ମୁଁ ଶୁଣୁଛି ସବୁବେଳେ, ଏ କେଉଁ ଲୋକ ପାଖ ଆସିବେ ଜାଣିଛନ୍ତି? ଏ ପ୍ରକାର ବୁଦ୍ଧି ଯେଉଁମାନେ କି ଅନ୍ୟ ସମ୍ପ୍ରଦାୟରେ ବହୁତ ଶୁଣୁଥିବେ, ସେମାନଙ୍କୁ ଆମ ଇସ୍କନର କଥା ଭଲ ଲାଗେନି। ଅନ୍ୟ ସମ୍ପ୍ରଦାୟ ବହୁତ, ଏବେ ସମସ୍ତଙ୍କ ହାତରେ ମୋବାଇଲ ହେଲା, ଆର ଶୁଣିଲେ ତାର ଶୁଣିଲେ, କାରର ଶୁଣିଲେ ତାର ଶୁଣିଲେ, ବରଗଛର ଶୁଣିଲେ, ଏ ଗଛର ଶୁଣିଲେ ଯୋଡ଼ା ବି ଶୁଣିଦେଲେ। ରାଧେ ରାଧେ ଶୁଣିଲେ, ହରିବୋଲ ଶୁଣିଲେ, ହରେ କୃଷ୍ଣ ବି ଶୁଣିଲେ, ସଚିଦାନନ୍ଦ ଶୁଣିଲେ, ଚିଦାନନ୍ଦ ଶୁଣିଲେ, ଗୁରୁଦେବ ଶୁଣିଲେ, ସବୁ ନାହିଁ। ଶୁଣିବା ଦ୍ୱାରା ସେମାନଙ୍କ ରୁଚି କେମିତି? ସେ ପ୍ରବଚନରେ ମୁରଲି ବାଜୁଥିବ, ଫ୍ୟାନ୍ ଚାଲିଥିବ, ସେମାନେ ପୁରା ଯେଉଁ କେଶ କେମିତି କରୁଥିବେ, ପୁରା ଝାକାଝାକ ହେଇକି ବସିଥିବେ। ସେ କହିଲେ ଭଲ। ଆଉ ଇଏ ଯେଉଁ ପ୍ରଭୁ ବସିଥିବ ବୁଢ଼ାଟା କିଛି କହିପାରୁନାହାନ୍ତି, କ'ଣ ଭଲ ଲାଗୁନି। ମ୍ୟୁଜିକ୍ ବାଜୁଥିବ, ଲୋକ ସବୁ ବସିଥିବେ, ଏମିତିଆ ପ୍ରବଚନ। ତ ପ୍ରବଚନର ଉତ୍ସାହ ହେବା ଦରକାର। ଆଉ ଲାଲଚମୟୀ, ଶ୍ରଦ୍ଧାର ସହିତ ଶୁଣିବା କଥା। ଯାଅ ଆଜି ଯେଉଁ ପ୍ରବଚନ ଦ୍ୱାରା ମୁଁ କିଛି ଶିଖିବି। ତାପରେ ପ୍ରବଚନ କହିଛି ସାବଧାନ ପୂର୍ବକ ଶୁଣିବା କଥା। ଅନ୍ୟ କୌଣସି ବିଚାର ନ କରି ଶୁଣିବା କଥା। ସେ ପ୍ରକାର ସବୁ ଶୁଣିବା ଦ୍ୱାରା ଆମର ଯେଉଁ ଭିତରେ ଯେଉଁ କଳମସ ଅଛନ୍ତି ସବୁ ତପ୍ତ ହେବେ, ପୋଡ଼ିଯିବେ, ଜଳି ପୋଡ଼ିଯିବେ। ହେଲେ ଆମର ଶ୍ରବଣ ତୀବ୍ର ନାହିଁ। ଦେଖନ୍ତୁ, ଯାହାର ଶ୍ରବଣ ତୀବ୍ର ନାହିଁ ସେ ଜପ ମଧ୍ୟ ତୀବ୍ର କରିପାରିବ ନାହିଁ। କୀର୍ତ୍ତନ ତ ସମ୍ୟକ ଏ ବହି କରିବା, ସମ ସହିତ କୀର୍ତ୍ତନ କରିବା ଆଉ ନିଜେ କୀର୍ତ୍ତନ କରିବା, ଜପ। ଯାହାର ଶ୍ରବଣ ଠିକ୍ ନାହିଁ ତାର ଜପ ମଧ୍ୟ ଠିକ୍ ନାହିଁ, କୀର୍ତ୍ତନ ମଧ୍ୟ ଠିକ୍ ନାହିଁ। ଯାହାର ଶ୍ରବଣ ଠିକ୍ ନାହିଁ, କୀର୍ତ୍ତନ ଠିକ୍ ନାହିଁ, ସ୍ମରଣ ମଧ୍ୟ ଠିକ୍ ନାହିଁ। ସେ ଆରତି ମେଟଲେ ଧୋଉଥିବେ, ରଙ୍ଗବତୀ ଗୀତ ଗାଉଥିବ, ନହେଲେ ସେ ଶାହରୁଖ ଖାନର ଗୀତ ଗାଉଥିବ। ଦେଖନ୍ତୁ, ନହେଲେ ରାତିରେ ଶୋଇଲା ବେଳକୁ ସେ ଆଲବମ୍ ଗୀତ ଲଗେଇ ଶୋଇଥିବ। ଏବେ ନୂଆ ଆଲବମ୍ ସବୁ ସମ୍ବଲପୁରୀ ଆଇଛି, ସେମିତିଆ ସବୁ ଗୀତ ଲଗେଇ ଶୋଇଥିବ। କାହିଁକି ନା ଶ୍ରବଣ କରିନି, ଭଲରେ ଜପ କରିନି। ଆଉ ସ୍ମରଣ ଯଦି ଆସିଥାନ୍ତା
तो से लुगा काचिया समय भगवान को सेवा करिया समय बा भगवान आरती मेटल समय कार मन कार कथा मन पड़ी था कार भगवान कर देखिए सब गुणगुण होते रंगवती जे जान दो भाई ठीक नहीं आरो एका थिले गाई दूथे जोर रे समस्त पाखे हरे कृष्ण एका थिले गीता गाइए कहीं कौटी तार समस्या है कौटी श्रवण आ जो मैंने सुंदर भाव में श्रवण करेंगे आ जो मैंने सुंदर भाव से कीर्तन करें शुणी ना शुणा द्वारा लोड कर जोड़ा लोड होटा आसब आउ जोड़ा कीर्तन भल हम श्रवण जार भल हम कीर्तन तार भल आ निश्चित रूपे से न चाहिए स्वयं भगवान को स्मरण हो न चाहे स्वयं हो यहाँ हूँ चाबी तेणुक प्रहलाद महाराज असुर कूल जन्म है पर भक्त किंद गले प्रश्न कौन कले कौन करथिले प्रहलाद महाराज प्रश्न आसी सी बापा बहुत दुरंधर असुर बा कौन कहते एमती असुर किए ना संसार रे तीनटा लोक पूरा जीतिकी मंदिर सब विग्रह काढ़ी तार विग्रह रखी कहला मो नाम जप कर भाई बड़ डाकू आम संसार रे ब्रह्मपुर किए गुंडा थे कौन दादागिरी करते से पूरा पूरा आमर जो 14 लोकर जड़े एका गुंडा थिला कहला चाकू देखे कहला कौन जप कर ओम विष्णु नाय ओम हिरण्यकश्यपाय नमः जप कर कहला डरुले ब्राह्मण मार पिड़ूला मंदिर सब जो विग्रह काढ़ी तार विग्रह रखुला सेमतार पुत्र केमती एड बड़ भक्त सेमती भक्तर चरित्र चैतन्य महाप्रभु 100 थर शुणुले किए कहते पुरी रे किए कहते रामानंदन गदाधर पंडित सरला पर पुणी कहते गदाधर पुणी आउ थे से प्रहलाद चरित्रटा कौन पुणी आउ थे कहते केते वर्ष शुणिले जानते प्रहलाद महाराज हरि कथा केते वर्ष शुणुले प्रश्न जेतले कयादु को गर्भरे प्रहलाद थिला से समय ना हे इंद्रदेव कौन भाविले जे ये बहुत डेंजर हो बाहर के आसिले मारिया चेष्टा कले कि नहीं धरिक जाऊे किए रक्षा कले को नारद मुनि कहले भाई ये सेमतियार जीवात्मा नहीं ये विशेष जीवात्मा तांको किए धरी गले नारद मुनि धरी जाकि कौन कहले हरि कथा केते वर्ष शुणिले कहबे 36,000 वर्ष श्रवण कले कहीं ये जाइए कौटी को तपस्या करने मंदार पर्वत पर गुट गुटे छिड़ा किए हिरण्यकश्यप केते वर्ष तपस्या कले आसला पर ना प्रहलाद से गर्भरे 36,000 वर्ष श्रवण कले केमती श्रवण करते तो ये होचंते नारद मुनि ये ब्रह्मचारी आ प्रहलाद माँ ना कौन सी होचंते स्त्री स्त्री को देखी ब्रह्मचारी कही पारे एका अच्छा ना नारद मुनि कहले मु आखि बंद करी मु हरि कथा कहवा समय आपण को निद आसीपे स्त्री मान को बहुत विशेष निद तेणुक नारद मुनि जानी तेणुक कहले कौन कर ना तुम्हें मारुथ खाली तेबे मु जानीपारि आपण शुणुंट नारद मुनि आखि बंद कर ध्यान रे कहते तो कायद बेले बेले निद पलि आसे हेले हूँ मारे कथा बंद हो किए हाँ मारुले प्रहलाद ये होचंते ट्रांसडेंटल ये दिव्य ज्ञान नहीं से केमती शुणव ना माँ को कर्ण माध्यम केमती खाइब माँ जोड़ा खाइबे से खाइबे से हूँ मारुले तेणुक एत दृढ़ विश्वास थिला केवल श्रवण करने द्वारा ना नहीं हाथी आसू कि असुविधा ना आण से हिरण्यकश्यप कौट हाथी धरिक आसते जो सुमेरु पर्वत उपर जो 8टा हाथी अच्छा ऊपर 4 तले 4 बैलेंस करने से हाथी दिग्गज को धरिक आसते
ସେମିତି ହାତୀ ସେ ଚକୁడుଥିଲେ, କହିଲେ କିଛି ଅସୁବିଧା ନାହିଁ ବାପା ଧରିକି ଆସ। ସେ ଅଲରେଡ଼ି ପୁରା ଲୋଡ଼ କରିଦେଇଛନ୍ତି ଭଗବାନଙ୍କୁ। ସାପ କିଛି ଅସୁବିଧା, ଏ ବାହାର ସାପ ନାହିଁ, ଆମର ଯେଉଁ 14 ଲୋକ ତଳେ ଯେଉଁ ନାହିଁ, ନର୍କ ଲୋକ ଅଛନ୍ତି ଦକ୍ଷିଣ ଦିଶା ଆକାରେ, ପାତାଳ ଲୋକ ରାଇଟ୍ ସାଇଡ଼୍ରେ, ବାସୁକି, ତକ୍ଷକ, କାଳକୂଟ, ଏ ପ୍ରକାର 10 ମୁଣ୍ଡ 12 ମୁଣ୍ଡ 1000 ମୁଣ୍ଡ ସାପ, ସେ ସାପକୁ ଧରିକି ଆସିଥିଲା ମାରିବା ପାଇଁ। ଆଉ କାଳିଆର ଯେଉଁ ଥିଲା କାଳିଆ ନାଗ, ତାର ସେ ବାସ୍ନା ବାଜିକୁ ପକ୍ଷୀ ମରିଯାଉଥିଲେ ଉପରେ। ଖାଲି ତାଙ୍କୁ ମାରିବେନି, ତାଙ୍କୁ ଖାଲି ଦର୍ଶନ କଲା ପରେ 5 କିଲୋମିଟର ଲୋକ ମରିଛି। ସେମିତିଆ ସାପକୁ ଧରିକି ଆସିଥିଲା। ସେ ସାପର ମୁହଁ ଛତିଆ ହେଇଗଲା, ଫିର ବି କିଛି କରିବେ। କ'ଣ କରୁଥିଲେ ନା ଭଗବାନଙ୍କର କଥା କେମିତି ଡାଉନଲୋଡ଼ କରୁଥିଲେ, ଆଉ କୌଣସି କଥା ପ୍ରବେଶ କରିପାରୁନଥିଲା। ଏବେ ଆମେ ଶ୍ରବଣର ବସେ, ଡାଉନଲୋଡ଼ ହେଉନି, ଖାଲି ଅଛି, ଆଉ ବାକି ସବୁ କଥା ପଳେଇବ। ସେ ଭକ୍ତ ସେମିତି, ଏ ଭକ୍ତ ଏମିତି, ଯେଉଁଟା କହିବା କଥା ନୁହେଁ। ଫୁଲ୍ ଲୋଡ଼ ହେଇଯିବ, ଆଉ କପି ପେଷ୍ଟ କରିବା ପାଇଁ ପେଷ୍ଟ କଲାବେଳକୁ କହିବେ କି ନାଇଁ ଆଜ୍ଞା ତୁମର ଡିସ୍ଟା ଫୁଲ୍ ହେଇଯାଇଛି। କାହିଁରେ? ହରି କଥାରେ। ହେଲେ ଆମର ଡିସ୍ଟା ଫୁଲ୍ ହେଇନି, ଗାର୍ବେଜ୍ ଅଛି। ତ ଯିଏ ଜଣ କ'ଣ ବୋଲେ ହଁ 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 ଆଉ ଟିକେ କୁହ, ଆଉ କଥା। ସେ ଭକ୍ତ କ'ଣ କରୁଥିଲେ, ସିଏ ଏମିତି କରୁଥିଲେ, ଅଣ୍ଟା ନୁଆଇ ଦେଲେ, ସେ ମୁଣ୍ଡ ହେଇଗଲା, ଇଏ ହେଇଗଲା, ଚାଲିଛି, ଲୋଡ଼ କରୁଛେ। କ'ଣ ଆବଶ୍ୟକ? କେଉଁ କଥା ଡାଉନଲୋଡ଼ କରିବା ସେଇଟା ଛାଡ଼ି ଦେଇକି ବାକି କଥା ସବୁ ଡାଉନଲୋଡ଼ କରି ଲାଭ କ'ଣ? ଆଉ ଯେଉଁ କଥା ଡାଉନଲୋଡ଼ ହେଲା ସେ କଥା ମନକୁ ଆସିବ କି ନାହିଁ? ଯଦି ଭକ୍ତଙ୍କର ଖରାପ ବିଷୟ ଚର୍ଚ୍ଚା ସେଇ କଥା ଆସିବ, ଆଉ ଭଗବାନଙ୍କର ଭଲ କଥା ଚର୍ଚ୍ଚା କଲେ ଭଲ ଆସିବ। ଆମ ଉପରେ ଡିପେଣ୍ଡ କେଉଁ କଥାଟା ଆମେ ଡାଉନଲୋଡ଼ କରିବା। ବୁଝିଲା? ତେଣୁକରି ଆମେ ଏମିତି ଡାଉନଲୋଡ଼ କରିବା। ଜୟାନନ୍ଦ ସ୍ୱାମୀ ଥିଲେ, ପ୍ରଭୁପାଦଙ୍କର ଯେଉଁ ଜଗନ୍ନାଥ ରଥଯାତ୍ରାରେ ଫଟୋ ଲଗାଯାଏ ତାଙ୍କର, ତାଙ୍କ ବି ପ୍ରେସିଡେଣ୍ଟ ଥିଲେ। ତାଙ୍କୁ କହିଲେ, ଜଣେ ଭକ୍ତ ଆସି କହିଲା ପ୍ରଭୁ ଆପଣଙ୍କ ବିଷୟରେ ଏମିତି ଚର୍ଚ୍ଚା କରୁଛନ୍ତି କହିଲେ। ସେ ଜଗନ୍ନାଥ ପ୍ରଭୁ କହିଲେ ମୋ ପାଖରେ ଭଗବାନଙ୍କର କଥା ଶୁଣିବା ପାଇଁ ଏତେ ସବୁ ବିଷୟବସ୍ତୁ ଅଛି, ମୁଁ କିଏ କ'ଣ କହୁଛି ମୋ ପାଖରେ ସେ ଶୁଣିବା ପାଇଁ ସମୟ ନାହିଁ। ଏତେ ସବୁ ବିଷୟବସ୍ତୁ ମୁଁ କରିକି ରଖିଛି, ଆରେଞ୍ଜମେଣ୍ଟ କରିଛି, ଆଜି ଅନ୍ୟ ଲୋକର କଥା ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ। ୟୁ କ୍ୟାନ୍ ଗୋ ଆଣ୍ଡ ଡୁ ସେବା। ଆମ ପାଖକୁ ମଧ୍ୟ ଆସିବେ, ଆଜ୍ଞା ଆଜ୍ଞା ସେ ଭକ୍ତଟା ସେମିତି କରୁଛି, କ'ଣ କରୁଛି? ତ ଆମେ ତ କହିବାକୁ ପଡ଼ିବ, ଭାଇ ଛାଡ଼, ଏ ଭୌତିକ ସଂସାର ସବୁ ଏମିତି ହେବ, ତୁ ଠିକ୍ ନାହିଁ, ମୁଁ ଠିକ୍ ନାହିଁ, ସେ ଠିକ୍ ନାହିଁ, ସବୁ ସମସ୍ତେ ରୋଗରେ ପୀଡ଼ିତ। ସେ 5ଟା ରୋଗ, ଆର 10ଟା ରୋଗ, ତାର 15ଟା, ତାର 20ଟା, ସମସ୍ତେ ପୀଡ଼ିତ। ଯାଇକି ସେବା କର। ହେଲେ ତାକୁ ଆମେ ଟିକେ ଅବସର ଦେଲେ ସିଏ କହିବ, ଏ ପ୍ରଭୁ ଶୁଣୁଛନ୍ତି ବୋଲେ କାଲିକି ଆଉ 2ଟା କହିବ, ପରଦିନକୁ ଆଉ 10ଟା କହିବ। ତାପରେ ଯେମିତି ମିଶିଲା ପରେ କ'ଣ କଥା ହେବା କଥା? ଭଗବାନ ଭଗବତୀରେ କ'ଣ କହୁଛନ୍ତି? ଯେତେବେଳେ ମୋର ଭକ୍ତ ମିଶୁଛନ୍ତି କ'ଣ କରୁଛନ୍ତି? ପରର ନିନ୍ଦା, ପରର ଗାଳି ଏଇଟା କରୁଛନ୍ତି? ନା ନା ନା। କ'ଣ ଶ୍ଲୋକଟା? ମଚ୍ଚିତା ମଦ୍ଗତା ପ୍ରାଣ ବୋଧ ହୁଅନ୍ତି ପରସ୍ପରମ। ହେ ଅର୍ଜୁନ, ମୋର ଯେଉଁ ଭକ୍ତମାନେ ମଚ୍ଚିତା, ମୋ ଚିତ୍ତ ରଖୁଛନ୍ତି, ବୋଧ ହୁଅନ୍ତି, କଥାବାର୍ତ୍ତା ହେଉଛନ୍ତି, ପରସ୍ପରମ କ'ଣ କଥା ହେଉଛନ୍ତି? ଅନ୍ୟର ନିନ୍ଦା ପାଇଁ ନାହିଁ। ପରସ୍ପରମ କଥୟନ୍ତଶ୍ଚ ମାମ୍ ନିତ୍ୟମ, ସେମାନେ ମୋ ବିଷୟରେ କଥା ହେଉଛନ୍ତି। ଆଉ କଥା ହେଇକି ତୁଷ୍ୟନ୍ତି ଚ ରମନ୍ତି ଚ, ତୁଷ୍ଟି ହେଉଛନ୍ତି ଆଉ ରମନ୍ତି ହେଉଛନ୍ତି। ଆଉ ବାହାର କଥା କିଛି ଏଣ୍ଟ୍ରି ନାହିଁ। ଯଦି ଆମେ ପରୀକ୍ଷା କରିବା 2ଟା ଭକ୍ତ ବିଷୟ ମିଶିଲେ କ'ଣ ହେବ? କୃଷ୍ଣ ତ କଥା ନାହିଁ, ବାକି କ୍ରିକେଟ କ'ଣ ହେଲା, କ'ଣ ସିନେମା ଆସିଲା, ମୋଦି କ'ଣ କଲେ, ସେ ଭକ୍ତ କ'ଣ କଲେ, ଏ କ'ଣ, ଏଇଟା ତୁଷ୍ୟନ୍ତି ରମନ୍ତି ନାହିଁ। ଆଇରେ ଆମର ମନ ବେକାର ହେଇଛି ହେଲା। ତେଣୁକରି କର୍ଣ୍ଣପୁଟେଷୁ, 2ୟ ସ୍କନ୍ଦ ଭାଗବତରେ ବର୍ଣ୍ଣନା କରୁଛନ୍ତି 2:29 to 3:29। ଯେଉଁମାନେ କହୁଛନ୍ତି, ଯେଉଁମାନେ ପୁରୁଷାହା କୃଷ୍ଣଙ୍କର କଥା କର୍ଣ୍ଣପୁଟେଷୁ, ଭଗବାନଙ୍କ କର୍ଣ୍ଣ ଭିତରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁନାହାନ୍ତି, ସେମାନଙ୍କୁ 4ଟା ପଶୁ ସହିତ ତୁଳନା କରାହେଲା।
ସ୍ୱନ୍ ବିଡ୍ ବରାହା ଗର୍ଦ୍ଧର୍ବ ଆପଣ ପଢ଼ିଥିବେ। କୁକୁର, ଓଟ, ଘୁଷୁରୀ ଆଉ ଗଧ ସହିତ ତୁଳନା କରାଯାଇଛି, ଯେଉଁମାନେ କୃଷ୍ଣ କଥା ଶୁଣିବା ପାଇଁ ଚେଷ୍ଟା କରୁନାହାନ୍ତି। ଆମେ ମଣିଷ ବି କୁକୁର ସହିତ ସମାନ। ସ୍ୱନ୍ ବିଡ୍ ବରାହା ଉଷ୍ଟ୍ର, ବୁଝିଲା? ତାହିଁରେ ପ୍ରଭୁପାଦ ଲେଖୁଛନ୍ତି, ଇଏ ଯଦି ଅନ୍ୟ ବିଷୟରେ କହିକି ଚର୍ଚ୍ଚା କରିକି ଆନନ୍ଦ ହେଉଛନ୍ତି, ସେମାନେ ମଧ୍ୟ ପଶୁ ସହିତ ସମାନ। ଆମେ କୃଷ୍ଣ କଥାରେ ଆନନ୍ଦିତ ହେବା, ଭକ୍ତଙ୍କର କଥାରେ ଆନନ୍ଦ ହେବା। ଭକ୍ତଙ୍କର ନିନ୍ଦା, ଅନ୍ୟ ଲୋକର ସବୁ ନିନ୍ଦାରେ କଥା ହେଲା। ଶ୍ରବଣ ଅର୍ଥ ଶୁଣିବା। କ'ଣ ଶୁଣିବା? କୃଷ୍ଣ କଥା ଶୁଣିବା, ଅନ୍ୟର ନିନ୍ଦା ନୁହେଁ। ଆମେ ଏଇଠି କ'ଣ ପାଇଁ ଆସିଲେ? ଏ ସଂସାର କ'ଣ ପାଇଁ ଆସିଛନ୍ତି? ଏଇଠୁ ବାହାରକୁ ଆସିବା ପାଇଁ ଏସବୁ କରୁଛେ ନା ରହିବା ପାଇଁ? ବାହାରକୁ ଆସିବା ପାଇଁ, ଏ ସଂସାରରୁ ଜାଲରୁ ବାହାରକୁ ଯିବା ପାଇଁ ନାହିଁ। ହେଲେ ସେ ପ୍ରକାର ପ୍ରୟାସ କରିବାକୁ ପଡ଼େ। କ'ଣ କଲେ ମୁଁ ସଂସାର ଜାଲରୁ ବାହାରକୁ ଯିବି? ହେଲେ ଆମେ ଆସିଲେ ଏଠିକି, କିନ୍ତୁ ଆହୁରି ସଂସାରରେ ବାନ୍ଧି ହେବା ପାଇଁ ସବୁ ପ୍ରୟାସ କରୁଛନ୍ତି, ବୁଝୁଛନ୍ତି? ତ ତେଣୁକରି ଶ୍ରବଣ ଶ୍ରଦ୍ଧାର ସହିତ, ସାବଧାନ ସହିତ, ଲାଲଚାମୟୀ, ଉତ୍ସାହମୟୀ, ଶ୍ରଦ୍ଧା, ଦକ୍ଷର ସହିତ, ଆଶ୍ଚର୍ଯ୍ୟ, ଆସ୍ୱାଦନ, ଏ ପ୍ରକାର ଶ୍ରବଣ କରିବା ଉଚିତ। ଆଉ ଏ ପ୍ରକାର ନାହିଁ, ସେ 16 ପ୍ରକାର ଶ୍ରବଣ। ଆଉ କିଏ କ୍ୟାଲକୁଲେଟର ମାରୁଥିବ, କିଏ ବସିଥିବେ, କେତେ ଜଲ୍ଦି ସରିଲେ ଗରମ ଗରମ ସବୁ ଡାଲମା ଭାତ ପଳେଇରେ, ଚାଲରେ ଜଲ୍ଦି ପ୍ଲେଟ୍ ଧରି ଚାଲରେ, ଏ ଗୋପିବା କାହିଁକି ସବୁ ଘଣ୍ଟାଟେ ଘଣ୍ଟାଟେ ଗୋପୁଥିବେ, କିଏ ସବୁବେଳେ ଶୁଣିବ? ଚାଲ ଚାଲ, କେତେ ଜଲ୍ଦି ହେଇଥାନ୍ତା। ପ୍ରଭୁପାଦ କହିଲେ ମୁଣ୍ଡିଆ ମାରିକି ଧାଇଁ ପଳେଇଥିବେ, ସିଏ ସରିଲା। ହେଲା, ଏ ପ୍ରକାର ଶ୍ରବଣ କରିବା ଉଚିତ ନୁହେଁ। ରୁକ୍ମିଣୀ ମା ଏ ପ୍ରକାର ଶ୍ରବଣ କରିଥିଲେ, ଲାଲଚାର ସହିତ, ଉତ୍ସାହର ସହିତ ଏବଂ ଶ୍ରଦ୍ଧାର ସହିତ, ସାବଧାନର ସହିତ ଶ୍ରବଣ କରୁଥିଲେ। ଜାଣିଛନ୍ତି, ମୁଁ 2 ମିନିଟ୍ କହିକି ସେ ବକ୍ତବ୍ୟ ବନ୍ଦ ପ୍ରବଚନ। ଆପଣ ଜାଣିଥିବେ, ବୃନ୍ଦାବନକୁ ଜଣେ ଗୋଟେ ସ୍ତ୍ରୀ ଆସିଥିଲେ, କ'ଣ ବିକିବା ପାଇଁ? ଫଳ ବିକିବା ପାଇଁ ଆସିଥିଲେ। ଯେତେବେଳେ ସେ ଏଣ୍ଟ୍ରି ହେଲେ, ବଢ଼ିଆ ସୁନ୍ଦର ସୁନ୍ଦର ଫଳ ହେଇଛି। ହେଲେ ବୃନ୍ଦାବନବାସୀମାନେ କ'ଣ ସବୁ ଚର୍ଚ୍ଚା କରୁଛନ୍ତି? କେତେ ସୁନ୍ଦର, ବାବା ବାବା, କି ମଧୁର ବାଣୀ, ତାର ହସ କେତେ ସୁନ୍ଦର, ବା ତା ଚାହାଣୀ କେତେ ସୁନ୍ଦର। ହେଲେ ସେ ଯେଉଁ ବୁଢ଼ୀ ମା ଶୁଣିଲେ, କାହା ବିଷୟରେ କହୁଛନ୍ତି? ଦ୍ୱିତୀୟ ଘରୁ ଗଲେ, କହିଲେ କି ଆମ୍ବ ଆଣିଛି ଆମ୍ବ, ଜାମ୍ବ ଆଣିଛି ଜାମ୍ବ, ସପଟା କିଏ ନେବ ଆସନ୍ତୁ। ସେଇଠି ମଧ୍ୟ ସେ 2ଟା ସ୍ତ୍ରୀ ପୁରୁଷ କଥା ହେଉଛନ୍ତି। ଆହା, କି ସୁନ୍ଦର ରୂପ ତାର। ଏବେ ଏପଟେ ଗାଈ ଧରି ଗଲାବେଳକୁ ତାର ସେ ଧୂଳି ଲାଗିବା ଦ୍ୱାରା କି ଆନନ୍ଦ ଆମକୁ ଅନୁଭୂତ ହେଉଛି। ଇଏ ଆଶ୍ଚର୍ଯ୍ୟ ହେଲେ, ଆରେ ସେ ଘର ମଧ୍ୟ ସେମିତିଆ କଥା ହେଉଛନ୍ତି, ଏ ଘର ମଧ୍ୟ ସେମିତିଆ କଥା ହେଉଛନ୍ତି। ଆଉ ଟିକେ ଦୂର ଗଲେ, ଆଉ ଟିକେ କହିଲେ, ଆମ୍ବ କିଏ ନେବେ ଆମ୍ବ, ଜାମ୍ବ କିଏ ନେବେ ଜାମ୍ବ, ସପଟା କିଏ ନେବେ ଆସନ୍ତୁ। ସେଇଟା ଆଉ ଥରେ 2ଟା ସ୍ତ୍ରୀ କରିଛନ୍ତି। ବାବା ବାବା, କି ସୁନ୍ଦର ମୁରିକି ହସ, କି ସୁନ୍ଦର ଚାହାଣୀ। ପୁତନାକୁ ଏମିତି ଏମିତି ମାରିଦେଲେ। ଏମିତି 1 ଘର, 2ଟା ଘର, 3ଟା ଘର, 4ଟା ଘର ଶ୍ରବଣ କରି 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 ଯେତେବେଳେ 10ଟା ଘରକୁ ପଳେଇଛି ସେ ବୁଢ଼ୀ ମା, ସେ ଆଉ ଆମ୍ବ କହୁନି, କୃଷ୍ଣକୁ କିଏ ନେବ, ଗିରିଧାରୀ କିଏ ନେବ, ରମଣ ରୀତି କିଏ ନେବ, ଏମିତି ବିକୁଛି। ଆଉ ଜଣେ ସ୍ତ୍ରୀ କହିଲେ, ହେ ବୁଢ଼ୀ ମା, କ'ଣ ପାଗଳ ହେଇଗଲୁ ନା କ'ଣ? ତୁ ଧରିଛୁ ଆମ୍ବ, ଜାମ୍ବ, ସାପଟା ଧରିଛୁ, ତୁ କୃଷ୍ଣକୁ କିଏ ନେବ, ଗିରିଧାରୀ କିଏ ନେବ, କ'ଣ କହୁଛି? ଆରେ ଆରେ, ପୁଣି ଆଉ ଥରେ କହିଲେ, ଆମ୍ବ କିଏ ନେବ, ଜାମ୍ବ କିଏ ନେବ, ସାପଟା କିଏ ନେବ, ଏମିତି କହିକି ଆଉ ଗୋଟେ ଘରକୁ ଗଲାବେଳକୁ ସେଠି ବି ଚର୍ଚ୍ଚା ଚାଲିଛି। କି ସୁନ୍ଦର ଲୀଳା କରୁଥିଲେ ଭଗବାନ। ଗୋଟେ କାଣିଆ ଗୋଟେ ନଖରେ ଗିରି ଗୋବର ଦଉଛନ୍ତି, ବା ବା ବା। ଇଏ ଆଉ ଥରେ ଶୁଣିଥିଲେ, ସେ କିଏ? ଏ ଯେଉଁ ଚର୍ଚ୍ଚା ଚାଲିଛି ବୃନ୍ଦାବନରେ, କିଏ ସେ? ତାକୁ ଦେଖିବାକୁ ପଡ଼ିବ। ସେମିତି କହିକି ଆଉ ଟିକେ ଗଲାବେଳକୁ କହିଲେ, କୃଷ୍ଣକୁ କିଏ ନେବ, ଗିରିଧାରୀ କିଏ ନେବ, ଆଉ ଥରେ ସେ ଏମିତି କହୁଛନ୍ତି। ସମସ୍ତେ ଆଶ୍ଚର୍ଯ୍ୟ, କି ବୁଢ଼ୀ ଇଏ ଧରିଛି ଆମ୍ବ ଜାମ୍ବ ସବୁ ଧରିକି, କୃଷ୍ଣ କିଏ ନେବ କହୁଛି।
ତାର ଶ୍ରବଣରେ ଏତେ ତୀବ୍ରତା ବଢ଼ିଲା, ଲାଷ୍ଟ ଶେଷରେ କୃଷ୍ଣକୁ କିଏ ନେବ, ରାମକୁ କିଏ ନେବ, ବା ଗିରିଧାରୀ ଗୋବର୍ଦ୍ଧନ କିଏ ନେବ, ଏମିତି କହି ସେ ଆମ୍ବ ଜାମ୍ବ ସବୁ ପଖାରେ ସେ ନାମର ଏତେ ତୀବ୍ରତା ଆସିଛି, କାନ୍ଦିଲେ। ଫଳ ବିକା ବନ୍ଦ, କାନ୍ଦିଲେ। ଆଉ କାନ୍ଦି କାନ୍ଦି ଆଉ ଫଳ ବିକି ପାରିଲେନି। କହିଲେ ଆଜି ଆଉ ମୁଁ ବିକିବିନି, ପଳେଇବି ଘରୁ। ତାହେଲେ ତାଙ୍କର ଘର କେମିତି ଚଳେ ନା ଏ ଯେଉଁ ଫଳ ବିକିବା ଦ୍ୱାରା କିଛି ଯେଉଁ ମିଳିବ ଧନ ବା କ'ଣ ବି ଦେବେ ଏକ୍ସଟ୍ରା, ତାହିଁରେ ବି। ହେଲେ ନଦୀ ପାର ହେବା ପାଇଁ ଯେତେବେଳେ ଯାଉଛନ୍ତି ପୁରା କାନ୍ଦୁଛନ୍ତି ସେ, ଆଉ ଫଳ ବିକିବା ବନ୍ଦ, ଆଜି ଟାଇମ୍ ହେଇଗଲା। ତା କଥା ଶ୍ରବଣ ଏତେ ପ୍ରଭାବିତ ହେଇଗଲା ଯେ ଫଳ ବିକି ପାରିଲେନି। 10ଟା 11ଟା ହେଇଗଲା, ନଦୀ ପାର ହେବେ। ମନରେ ଭାବୁଛନ୍ତି ମୋ ପାଖରେ କିଛି ନାହିଁ, ଆଜି ପିଲାମାନେ କ'ଣ ଖାଇବେ। ନଦୀ ପାର ହେବା ପାଇଁ ବସିଛନ୍ତି, ଯେତେବେଳେ ଡଙ୍ଗା ଆସିଛି ସେ ଡଙ୍ଗା ନୌକା ବାଲା କହିଲେ ଆସ ବୁଢ଼ୀମା ବସ। ଯେତେବେଳେ ସେ ଟକୁରି ଉଠଉଛନ୍ତି ଭାରି, ଆଉ ସେ କନା ଯେତେବେଳେ କାଢ଼ିଲା ବେଳେ ସବୁ ସୁନା, ପାରସମଣି, କୌସ୍ତୁଭମଣି ଭରିଛି। ସେଥିରେ ଆନନ୍ଦ ହେଲେନି ସେ ବୁଢ଼ୀମା, କାନ୍ଦିଲେ। କହିଲେ ମୁଁ ଯେଉଁ କୃଷ୍ଣ ଗୋବର୍ଦ୍ଧନ ଗିରିଧାରୀ ଡାକୁଥିଲି, ତାଙ୍କେ ଦେଖନ୍ତୁ କ'ଣ ମୋତେ ଦେଲେ। କାନ୍ଦିଲେ, ଏଇଟା ମୋତେ ଦରକାର ନାହିଁ ପ୍ରଭୁ। ଯେତେବେଳେ ଦରକାର ନାହିଁ କହିଲେ, ସ୍ୱୟଂ ଭଗବାନ ପ୍ରକଟ ହେଲେ, ଭଗବାନଙ୍କର ଦର୍ଶନ କରି କରି ଶରୀର ତ୍ୟାଗ କଲେ। ଗୋଟେ ଦିନରେ ତାର ଶ୍ରବଣର ସେତେ ଉତ୍ସାହ ଥିଲା, ଗୋଟେ ଦିନରେ। ତ ଏ ପ୍ରକାର ଶ୍ରବଣ କରୁଥିଲେ ରୁକ୍ମିଣୀ ମା। ତ ରୁକ୍ମିଣୀ ମା ଆମମାନେ ମଧ୍ୟ କହୁଛନ୍ତି ଏ ପ୍ରକାର ଶ୍ରବଣ କରିବା ଉଚିତ। ଆମେ ଯେଉଁ ସମୟ ଦେଲେ ଘଣ୍ଟାଟି, ଏଇଠିକି ଆସି ଶୋଇବା, ଗପ ମାରିବା, ଏଡ଼୍ ସେଡ଼୍ ଦେଖି ଲାଭ କ'ଣ? କ'ଣ ସିନସିୟର ଏମିତି ଶ୍ରବଣ କର, ଯାହା ହଉ ଏ ସମୟଟା ମୋତେ ଦେଇଛନ୍ତି, ଶୁଣିବି, ବାସ୍ ଜଷ୍ଟ ହେଲା। ଧନ୍ୟବାଦ। ଜୟ ଶିଲ ପ୍ରଭୁପାଦ କି ଜୟ। ୟା ପରିବର୍ତ୍ତରେ ଭଗବାନ ଆସିକି